जय जगन्नाथ। आशा करछि आपण माने भलो थिबे आ मु भी भलो अछि। वेलकम करछि मोर आउ गोटे फ्रेश ब्लॉग को। तो सकाळ सकाळ मु गाधे पाधे के रेडी हो सारी तो जीवा पई नना को बगीचा को तो चलन देखिबा सिठी जाय कि बगीचाटा केमती कोन हिची सुंदर लागुची कि नहीं चलंतु देखिबा। फूल गछ कथा कहला बा गला फूल गछ ये अच्छी प्रबल मुझे मुझे जी जगह को ना भल सुविधा हो गला सब बोले ताले मत कहबू ना नना बा डेली आउसंदी बगीचा सकाळु सकाळु ताले मु कहली मत कह मत सकाळु उठे दो मु जीबी टिके। तो ये आम बाहरी पड़े बगीचा सकाळ सकाळु तो बाटर भी लोक हेका भी जाऊना तो आम नना मोर जाऊँ कथबार्ता है तो नना पचारे जे कौन कहला दीदी तो मुझे भल से जगह तो मत तो इच्छा है जावाक भल हो तो मोर भी गोटे ब्लॉग हो न्यू ब्लॉग तो से आम बाहरी पड़ू तो से पूरा सुविधा हो आसिक पहुँच भी सारीचु तो चलो देखिए। ते महला गला ऊपर ऊपर दी महला आम आसिक पहुँची गलु बगीचा रे। घर ही दी महला फूल गछ एका लगी पानी फाणी भी सब सुविधा अच्छी फूल गछ भी लगी देखिपे आपण मैंने बौल भी आसी सारा गचरे यहाँ रूम किचन रूम ये भीतर गोटे रूम अच्छी बाबाजी मैंने आसिक रहा ये भीतर रूम अच्छी गोटे ऊपर महल एमती अच्छी प्रभोजना क्या करिया ऊपर नजारा वाव पुणे आ गोटे छात उपरक अच्छे कोरी सियाड़े एपट ऊपर दृश्य आम यहीपटे आसलु ही रोड रे तो केते सारा फूल गछ लगी आपण मैंने तो देखी पारे फूल भी फुटी मंडा फूल यहाँ कूटा सब हो बाबाजी मैंने आसिक भी रही पारे बाबाजी मान घरटा प्रवचन हेका भी करें ये आसिक तो चलतु तले देखा। तो मुझे बाहर को आसी सारे ऊपर तो देखिए आपण मैंने केते फूल गछ लगी तो ऊपर थी भी देखी एपटे भी आउ गोटे हल अच्छी जे एपटे भी आउ गोटे हल अच्छी ये प्रवचन का करें पारे बाबाजी मैंने एबे तो नहांती आगुरु आसंती बाबाजी मैंने ये रुहंती भी मु तो आगुरु बहुत वर्ष पूर्व आसती आसिनी
ଏଇଟା ଚୁଆଟା ହେଲେ ତାକୁ ପାଚେରି ଦେଇକି ପୋଖରୀ ଏ ଯେଉଁ ପୋଖରୀ କହୁଛି କ'ଣ ତ ଏଇଟା କୂଅ କରିଦେଇଛନ୍ତି। ପାଣି ବି ଅଛି ଏଥିରେ ଅଳ୍ପ କିଛି। ଦେଖିପାରୁଥିବେ ଆପଣମାନେ କେତେ ସାରା ଫୁଲ, ବଢ଼ିଆ ଫୁଲ ହେଇଛି, କେତେ ସାରା ଲାଗିଛି। ତ ଏଇଠିକି ତ ଆସିଲେ ଏପଟେ ତୁଳସୀ ଗଛ ବି ଲାଗିଛି। ତ ଏଠିକି ଆସିଲେ ତ ମନ ପୁରା ଶାନ୍ତି ହିଁ ଶାନ୍ତି ଲାଗୁଛି। ପୁରା ଗଛପତ୍ର ସୁନସାନ, ପୁରା ସକାଳୁ ଗାଧେଇ ପାଧେଇକି ଆସିକି ତ ନନାଙ୍କ ସହିତ ବାହାରି ପଡ଼ିଲି ଏଇଠିକି ଆସିବାକୁ। ସକାଳୁ ସକାଳୁ ନନାଙ୍କର ମୋର ଆସିଛୁ। ତ ମୋତେ ଏଇ ଜାଗାଟା ଭଲ ଲାଗିଲା। ତ ମୁଁ ବହୁତ ପୂର୍ବରୁ ଆସିଥିଲି, ଯାହା ହେଲେ 2-3 ବର୍ଷ ପୂର୍ବରୁ ହିଁ ଆସିଥିଲି, ଆଉ ଆସିନି। ତଥାପି ସେ ଟାଇମ୍ରେ ଜାଗାଟା ଏତେ ବି ଇଏ ନଥିଲା, ଗଛପତ୍ର ନଥିଲା। ଏବେ ଗଛପତ୍ର ସବୁ କରିଦେଇଛନ୍ତି, ତ ଭଲ ଲାଗୁଛି ଜାଗାଟା। ମୋତେ ତ ଖୁସି ଲାଗିଲା। ତ ମୁଁ ଯାଉଛି ଏଇଠି 2-3ଟା ରିଲ୍ସ କରିଦେବି। ତ ଭଲ ଲାଗିଲା। ଆପଣମାନଙ୍କୁ ଯଦି ଭଲ ଲାଗିଲା ଜାଗାଟା ତାହେଲେ ମୋତେ କମେଣ୍ଟ କରିବେ। ତ କେମିତି ଲାଗିଲା ଜାଗାଟା, ସୁନ୍ଦର ଲାଗିଲା କି ନାହିଁ। ପୁରା ଶାନ୍ତ ଜାଗା, ମାନେ ଶାନ୍ତ ପରିବେଶ, ପୁରା ମନ ଶାନ୍ତି ହେଇଯାଉଛି ଏଠିକି ଆସିଲା ମାନେ। ତ ଆପଣମାନେ ଯଦି ଭଲ ଲାଗିଲା କମେଣ୍ଟ କରିବେ। ଦେଖନ୍ତୁ ଆପଣମାନେ ଆମ୍ବ ହେଇସାରିଲାଣି, ଏଡ଼ିକିଟା ଗଛରେ ଆମ୍ବ ହେଇଛି। ଦେଖନ୍ତୁ କଲିମି ଆମ୍ବ, ବୋଧେ କଲିମି ଆମ୍ବ ହେଇଛି। ଏଡ଼ିକିଟେ ଛୋଟିଆ ଗଛଟା ପୁଣି। ଆଉ ଗୋଟେ କ'ଣ ନା ଗୋଟେ ଦେଖାଉଛନ୍ତି। ଓହୋ, ନାଲି ପିଜୁଳି, ନାଲି ପତ୍ର, ନାଲି ପିଜୁଳି। ମୁଁ ତ ଦେଖିନଥିଲି, ଆପଣମାନେ ଦେଖିଥିଲେ? ଜାଣିଥିଲେ ଯଦି ମୋତେ କମେଣ୍ଟ କରିବେ। ଏଇଠି 2ଟା। ତ ମୁଁ ଦେଖିନଥିଲି ନାଲି ପିଜୁଳି, କି ନାଲି ଗଛ ବି ଦେଖିନଥିଲି, ପିଜୁଳି ଗଛ। ତ ଆପଣମାନେ ଯଦି ଜାଣିଥିଲେ କି ଦେଖିଥିଲେ ତାହେଲେ ମୋତେ କମେଣ୍ଟ କରିବେ। ଆଉ କ'ଣ ଅଛି? ଲିଚୁ ହେଇଛି, ଏଇଟା ଲିଚୁ ଗଛ। ତ ବଉଳ ବି ଆସି ସାରିଛି ଛୋଟ ବଡ଼ ଗଛଟାରେ, ସେଇ ଛୋଟ ଗଛଟେ ହେଇ ବି ଯାଇଛି ଆମ୍ବ। ତ ସେପଟକୁ ଲେମ୍ବୁ ଗଛ ବି ବୋଧେ ଲାଗିଛି। ଏଇଟା ତ ଅଁଳା ଗଛ ଆଉ। ନାଗଚମ୍ପା ଗୁଡ଼ା, ନାଗଚମ୍ପା ଗୋଟେ ଅଛି। ତ ଏଇଟା ବେଲପତ୍ର ଗଛ, ଛୋଟିଆ ଛୋଟିଆଟେ ହେଇଛି। ତ 2ଟା ଜିନିଷ ଆପଣଙ୍କୁ ମୁଁ ଦେଖେଇଲି। ତ ଖାସ୍ କରିକି ନାଲି ପିଜୁଳି ଆଉ ନାଲି ଗଛ ଯେଉଁଟା, ସେଇଗୁଟା ଯଦି ଆପଣମାନେ ଜାଣିଥିବେ ତାହେଲେ ମୋତେ କମେଣ୍ଟ କରିବେ। ଏଠି ଦେଖନ୍ତୁ ଶମୀ ଗଛ। ତ ଏଇଟା କାହା ପାଖରେ ଲାଗି ପତ୍ର, କେଉଁ ଠାକୁରଙ୍କ ପାଖରେ, ଆପଣମାନେ ମୋତେ କମେଣ୍ଟ କରିବେ ଯଦି ଜାଣିଛନ୍ତି। ଚାଲନ୍ତୁ ଘରକୁ ଯିବା। ନନା ଚାପ ପକାଉଛନ୍ତି, ଆସିଲେ ଆମେ ଯିବୁ ଏଇନା। ଚାଲନ୍ତୁ ଘରେ ପହଞ୍ଚିକି ମୁଁ ଆପଣଙ୍କୁ ଦେଖାଉଛି ଆଜି ଦିନଟା କେମିତି ଯାଉଛି। ମୁଁ ଘରେ ପହଞ୍ଚି ସାରିଛି। ଚା ପିଆ ଷ୍ଟାର୍ଟ ହେଇଗଲାଣି। 1 କପ୍ ଦିଦିର, 1 କପ୍ ମୋର। ଏଇଠି ଟିଭି ବି ଦେଖା ଚାଲିଛି। এই ପିଲାଟା ଚା ପିଇବା ପାଇଁ ମାଗୁଛି, ମୋତେ ଗୋଟେ ଦେ, ମୋତେ ଗୋଟେ ଦେ। ସେଇଟା ବୋଧେ ଚକୋଲେଟ୍ ହେଇଛି ତ, ଚା ପିଇବାକୁ ବସି ପଡ଼ିଲା। ଏଇଟା ତାର। ଚା ପିଇବାକୁ ପିଲାଟା କେମିତି ହଉଛି। ପୁଅ ନାନା ଏଠି ଠିଆ ହେଇଛନ୍ତି ଆମର। କ'ଣ କହୁଛ? ହେ ବାବା।